କୋର୍ଟରେ ଯେଉଁ ଟେନସନ୍ ବୋଝରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଜୀବନର ଦୁଃଖ ତ ଭୁଲି ହେବନି, ଝିଅକୁ ତ ଆଉ ଫେରିପାରିବନି, କିନ୍ତୁ ଆମେ ସେମାନେ ଆଶ୍ୱସ୍ତି ଅନୁଭବ କରିଛୁ। ଆପଣଙ୍କର ବିଶ୍ୱାସ ଥିଲା, ଭରସା ଥିଲା ଯେ ନ୍ୟାୟିକ ପ୍ରକ୍ରିୟାରେ ଆପଣଙ୍କର ବିଜୟ ନିଶ୍ଚୟ? ନିଶ୍ଚିତ ଭାବରେ ଏଇ ବିଶ୍ୱାସ ମୋର ଥିଲା, ସତ୍ୟର ନିଶ୍ଚୟ ଜୟ ହେବ, ଏଇ ବିଶ୍ୱାସ ମୋର ଥିଲା ଏବଂ କାଲି ବି ଠିକ୍ ସେୟା ବାସ୍ତବରେ ପରିଣତ ହେଇଛି। ମାନ୍ୟବର କୋର୍ଟ ଆଉ ଆମର କୋର୍ଟ ପରିଚାଳନା କରୁଥିବା ଆମର ଯେଉଁ କେସ୍କୁ ପରିଚାଳନା କରୁଥିବା ଆମର ଯେଉଁ ଆଡ଼ଭୋକେଟ୍ ସିନିୟର ଆଡ଼ଭୋକେଟ୍ ଶ୍ରୀ ସୌରଚନ୍ଦ୍ର ମହାପାତ୍ର, ଆମର ଗଭର୍ଣ୍ଣମେଣ୍ଟ ଆଡ଼ଭୋକେଟ୍ ବିଜୟ କୁମାର ମହାନ୍ତି ଆଉ ଜଜ୍ ସାର୍, ଏମାନେ ଠିକ୍ ଭାବରେ କେସ୍କୁ ତର୍ଜମା କରି ତା'ର ଠିକ୍ ନ୍ୟାୟ ଉଚିତ ନ୍ୟାୟ ପ୍ରଦାନ କରିଛନ୍ତି। ସେଥିରେ ଆମେ ଖୁସି ଅଛୁ ଏବଂ ଆଶ୍ୱସ୍ତି ଅନୁଭବ କରିଛୁ। ଆଉ ଉପରକୁ ମଧ୍ୟ ସେମାନେ କୋର୍ଟରେ ଚ୍ୟାଲେଞ୍ଜ କରିପାରିବେ? ନାଇଁ ସେଇଟା ତ ଆମେ କହିପାରିବୁନି, ସେଇଟା ସମୟ କହିବ। ସେ କ'ଣ କରିବେ ନ କରିବେ ସେଇଟା ସମୟ କହିବ। ସେଇ ତା ବିଷୟରେ ଆମର କୌଣସି ଟିପ୍ପଣୀ ଦେଇପାରିବୁ ନାହିଁ।